ଟ୍ୟୁବଲ ବସାଇବାକୁ ନେଇ ଦୁଇ ରାଜନୈତିକ ଦଳ ଭିତରେ ଗଣ୍ଡଗୋଳ। କର୍ମଦା ଥାନାରେ ମାମଲା ରୁଜୁ ପରେ ଦୁଇ ଜଣ ଅଟକ ଥିବା ଯୁବକ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଲେ ଭୋଗରାଇ କଂଗ୍ରେସ ନେତା ଓ ଗାଁ ଲୋକେ। ଭୋଗରାଇ କର୍ମଦା ଥାନା ପୁରୁଷୋତ୍ତମପୁର ଗାଁର ଘଟଣା। ଭୋଗରାଇ ବ୍ଲକ ଗବଗା ପଞ୍ଚାୟତ ପୁରୁଷୋତ୍ତମପୁର ଶିବ ମନ୍ଦିର ନିକଟରେ ଏକ ସରକାରୀ ଟ୍ୟୁବଲ ବସାଇବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଥିଲା। ମାତ୍ର ସେହି ଜାଗାରେ ନ ବସାଇ ଅନ୍ୟ ଏକ ଜାଗାରେ ବସାଇବାରୁ ଗ୍ରାମ ଲୋକ ଘୋର ବିରୋଧ କରିଥିଲେ। ବିରୋଧ ପରେ ଗତକାଲି କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି କାର୍ଯ୍ୟ ବନ୍ଦ କରି ଆସିବା ପରେ ଉକ୍ତ କାର୍ଯ୍ୟକୁ ନେଇ ଉଭୟଙ୍କ ଭିତରେ ଗଣ୍ଡଗୋଳ ଏବଂ ଗାଳିଗୁଲଜ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଗତକାଲି ସନ୍ଧ୍ୟାରେ ଉଭୟଙ୍କ ପକ୍ଷରୁ କର୍ମଦା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛନ୍ତି। ବିନା ତଦନ୍ତରେ କେମିତି ଯୁବକଙ୍କୁ ଗୋଟିଏ ରାତି ଅଟକ ରଖିଲେ ତାକୁ ବିରୋଧ କରି ଗ୍ରାମବାସୀ ଓ କଂଗ୍ରେସ ନେତା ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଗତକାଲି ଦଳୀୟ ଚାପରେ ସରକାରୀ ଦଳର ଚାପରେ କଂଗ୍ରେସ ଦଳର ଦୁଇ ଜଣ ଲଢୁଆ ଯୋଦ୍ଧାଙ୍କୁ ରାତି ତମାମ ଏଠି ଅଟକ ରଖାଯାଇଥିଲା। ଯାହାର ପ୍ରତିବାଦ ସ୍ୱରୂପ ଆଜି କଂଗ୍ରେସ ଦଳ ତରଫରୁ ଥାନାରେ ଧାରଣା ଦିଆଯାଇଥିଲା। ପ୍ରତୀକ ଧାରଣା ଦରକାର ପଡ଼ିଲେ ଘେରାଉ ମଧ୍ୟ କରାଯାଇଥାନ୍ତା। ତେବେ ପୁଲିସ ପକ୍ଷରୁ ନିଜ ଦୋଷକୁ ସ୍ୱୀକାର କରିନେବା ସହ ଦୁଇ ଜଣଙ୍କୁ ନିଃସର୍ତ୍ତ ଭାବରେ ଛାଡ଼ିଲେ, ଯୋଉଥିପାଇଁ ସେମାନଙ୍କୁ ଫୁଲମାଳ ଦିଆହେଇଛି ଏବଂ ଏମାନେ ସରକାରୀ ଅର୍ଥ କିଭଳି ହରିଲୁଟ ନ ହେବ ତାର ପ୍ରତିବାଦ କରିଥିଲେ। ଏମାନେ ସରକାରୀ ଚୋରିକୁ ଧରୁଥିଲେ। ଚୋରର କଥାରେ ପୁଲିସ ଏମାନଙ୍କୁ ଅଟକ ରଖିଥିଲା। ବିଳମ୍ବରେ ହେଲେ ବି ପୁଲିସର ନିଦ ଭାଙ୍ଗିଲା ଏବଂ ପୁଲିସ ପ୍ରଶାସନ ସେଭଳି କାର୍ଯ୍ୟ କରିବେ ନାହିଁ। ତୁରନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣିବାର ମଧ୍ୟ ପ୍ରତିଶ୍ରୁତି ଦେବା ପରେ ଏ ବିକ୍ଷୋଭ ଧାରଣା ପ୍ରତ୍ୟାହୃତ ହେଲା। ରାଜକିଶୋର ପାତ୍ର ଏମପି ଲ୍ୟାଣ୍ଡରୁ ଗୋଟେ ଟ୍ୟୁବୱେଲ ଆସିଥିଲା, ସେ ନେଇ ପର୍ସନାଲ ଜାଗାରେ ସେ ବସାଉଥିଲା। ଆମେ ଅବରୋଧ କରିଦେଲୁ। ଆମ ନାଁରେ କେସ୍ ଦେଇକି ତପନ ଦାସ, ବିଜୟ ଦାସ ମହାପାତ୍ର ଦୁଇ ଜଣ ଏମପି ଲ୍ୟାଣ୍ଡର ଟ୍ୟୁବୱେଲଟାକୁ ତାଙ୍କ ପର୍ସନାଲ ଜାଗାରେ ବସାଉଥିଲେ। ଆମେ ବିରୋଧ କରିବାରୁ ଆମ ନାଁରେ କେସ୍ ଦେଇଥିଲା। ନା, ଆମେ ଆସିଥିଲୁ ଥାନାକୁ ଏଫଆଇଆର ଦେବା ପାଇଁ, ଆମକୁ ଡାକିଥିଲେ। ପୁଣି ଆମେ କାଉଣ୍ଟର କେସ୍ କରିବୁ ବୋଲି ଏଫଆଇଆର ଦେବାକୁ ଆସିଥିଲୁ, ଆମକୁ ଅଟକ ରଖିଲେ।